ନିଜର ତ ସେଇମାନେ ହୋଇଥାନ୍ତି ଯାହାକୁ ଆପଣଙ୍କ କଷ୍ଟ ଅନୁଭବ ହୋଇଥାଏ, ନହେଲେ ହାଲଚାଲ ତ ରାସ୍ତାରେ ଯାଉଥିବା ଲୋକ ବି ପଚାରି ନିଅନ୍ତି। ପରିଶ୍ରମର ଫଳ ଏବଂ ସମସ୍ୟାର ଉପାୟ ଡେରିରେ ହେଉନା କାହିଁକି କିନ୍ତୁ ଅବଶ୍ୟ ମିଳିଥାଏ। ଯେବେ ଆପଣ ଅନ୍ୟର ଭଲ ଚିନ୍ତା କରିଥାନ୍ତି, ସେହି ଭଲପଣ ହିଁ ଆପଣଙ୍କ ପାଖକୁ ଫେରିକି ଆସିଥାଏ। ଏହା ହିଁ ପ୍ରକୃତିର ନିୟମ ହୋଇଥାଏ। ଭାଙ୍ଗି ଯାଇଥିବା ଜିନିଷ ହିଁ ସବୁଠୁ ଅଧିକ କଷ୍ଟ ଦେଇଥାଏ, ଯେମିତି ଭରସା, ହୃଦୟ ଆଉ ସବୁଠୁ ଅଧିକ ଅନ୍ୟ ଉପରେ କରିଥିବା ଆଶା। କେବଳ ତୁମେ ନିଜ ପାଖରୁ କେବେ ବି ହାରିଯାଅ ନାହିଁ, ବାକି ସବୁ ଈଶ୍ୱର ଦେଖିନେବେ। ଗର୍ବ ଦ୍ୱାରା ହିଁ ଅନେକ ସମ୍ପର୍କ ଭାଙ୍ଗି ଯାଇଥାଏ। ଦୋଷ ସର୍ବଦା ଭୁଲର ହୋଇନଥାଏ। ସବୁ ସମ୍ପର୍କୀୟମାନଙ୍କୁ ନିଜର ଗୁପ୍ତ କଥା କୁହନ୍ତୁ ନାହିଁ, କାହିଁକି ନା ଆଜି ଯିଏ ତୁମ ସାଥିରେ ଛିଡ଼ା ହୋଇଛି, କାଲି ସିଏ ତୁମ ବିରୁଦ୍ଧରେ ଛିଡ଼ା ହୋଇପାରେ। ଯିଏ ନିଜ ମନକୁ ଆୟତ୍ତରେ ରଖିନେଲା, ତାର ସଫଳତାକୁ ଭଗବାନ ବି ଅଟକାଇ ପାରନ୍ତି ନାହିଁ। ଯେଉଁମାନେ ଠିକ୍ ସମୟରେ ଆପଣଙ୍କର ସାଥ ଦେଲେ, ସେହି ସମ୍ପର୍କର ସମ୍ମାନ ସମୟଠାରୁ ଅଧିକ କର। ଚୁପଚାପ ସହିଗଲେ ଆପଣ ଭଲ, ଏବଂ ଥରେ କହିଦେଲେ ଆପଣଙ୍କ ଠାରୁ ଖରାପ ଆଉ କେହି ବି ନୁହେଁ। ସମୟ ଯେବେ ଦଣ୍ଡ ଦେଇଥାଏ, ତାକୁ ପ୍ରମାଣର ଆବଶ୍ୟକ ହୋଇନଥାଏ। କ୍ଷମା ମାଗୁଥିବା ଲୋକ ସବୁବେଳେ ଭୁଲ ହୋଇନଥାଏ। କିଛି ଲୋକ ତ ନଇଁ ଯାଆନ୍ତି କେବଳ ସମ୍ପର୍କକୁ ବଞ୍ଚାଇବା ପାଇଁ। ମଣିଷର ଇଚ୍ଛା ପୂରଣ ନହେଲେ କ୍ରୋଧ ବଢ଼ିଥାଏ, ଆଉ ଥରେ ଇଚ୍ଛା ପୂରଣ ହୋଇଗଲେ ତାର ଲୋଭ ବଢ଼ିଯାଏ। ସେଥିପାଇଁ ଜୀବନର ସବୁ ପରିସ୍ଥିତିକୁ ଧୈର୍ଯ୍ୟର ସହିତ ସାମ୍ନା କରିବାକୁ ପଡ଼ିଥାଏ। ଯଦି ତୁମେ ସେହି ଲୋକକୁ ଖୋଜୁଛ ଯିଏ ତୁମର ଜୀବନକୁ ବଦଳାଇ ଦେବ, ତେବେ ଥରେ ଯାଇ ଆଇନା ସାମ୍ନାରେ ଛିଡ଼ା ହୋଇଯାଅ। ହସୁଥିବା ସେହି ଚେହେରା ତୁମ ସାମ୍ନାରେ ଛିଡ଼ା ହୋଇଥିବ। ନିଜର ପ୍ରଶଂସା ନିଜେ ହିଁ କରିନିଅ, କାହିଁକି ନା ଖରାପ କରିବା ପାଇଁ ତ ସାରା ଦୁନିଆ ଚାହିଁ ବସିଛି। କ୍ରୋଧ ଏମିତି ଏକ ଜିନିଷ, ଏହାକୁ ଆମେ ଯେଉଁ ଜିନିଷ ଉପରେ ପକାଇବା, ତାହା ସେହି ଜିନିଷ ଅପେକ୍ଷା ସେହି ପାତ୍ରକୁ ଅଧିକ ନଷ୍ଟ କରିଥାଏ। ବହୁତ କଠିନ ନୁହେଁ ଏହି ଜୀବନର ସତ୍ୟକୁ ବୁଝିବା। ଯେଉଁ ଓଜନ କଣ୍ଟାରେ ତୁମେ ଅନ୍ୟକୁ ମାପୁଛ, ଥରେ ନିଜକୁ ମାପିକି ତ ଦେଖ। କାହାକୁ ହରେଇ ଦେବା ବହୁତ ସହଜ ହୋଇଥାଏ, କିନ୍ତୁ କାହାକୁ ଜିତିବା ବହୁତ ହିଁ କଷ୍ଟ ହୋଇଥାଏ। ଦାୟିତ୍ୱ ମଣିଷକୁ ସମୟ ପୂର୍ବରୁ ବଡ଼ କରିଦେଇଥାଏ, ଆଉ ସମୟ ତାହା ଅଟେ ଯାହାକୁ ଆମେ ଅଧିକ ଚାହିଁଥାନ୍ତି, କିନ୍ତୁ ତାର ଖରାପ ବ୍ୟବହାର ଅଧିକ ଆମେ ହିଁ କରିଥାନ୍ତି। ତ୍ୟାଗ ବିନା କିଛି ପାଇବା ସମ୍ଭବ ହୋଇନଥାଏ। ଯେମିତି ନିଶ୍ୱାସକୁ ନେବା ପାଇଁ ପ୍ରଥମେ ଆମକୁ ନିଶ୍ୱାସକୁ ଛାଡ଼ିବାକୁ ପଡ଼ିଥାଏ। ମୌସୁମୀ ଆସିଲେ କେବଳ ଗଛରୁ ପତ୍ର ଝଡ଼ିଥାଏ, କିନ୍ତୁ ନଜରରୁ ଖସିବା ଲୋକଙ୍କୁ କୌଣସି ମୌସୁମୀର ଆବଶ୍ୟକ ପଡ଼ିନଥାଏ। ଯାହାକୁ ନିଜର ଭୁଲ ନଜର ଆସିନଥାଏ, ସେହି ମଣିଷଠାରୁ ଦୂରେଇ ରହିବା ହିଁ ଭଲ ହୋଇଥାଏ। ଯାହାର ମନ ସଫା ଥାଏ, ଲୋକ ତାକୁ ହିଁ ଅଧିକ ଖରାପ ପ୍ରମାଣ କରିବାରେ ଲାଗି ରହିଥାନ୍ତି। ଯଦି ଆପଣ ନିଜର ସ୍ୱପ୍ନକୁ ପାଇବାକୁ ସାହସ ରଖୁଛନ୍ତି, ତେବେ ଆପଣଙ୍କର ସବୁ ସ୍ୱପ୍ନ ଦିନେ ନା ଦିନେ ନିଶ୍ଚୟ ସତ ହେବ। ସମସ୍ୟାକୁ ଦେଖିକି ଜୀବନରେ କେବେ ବି ହାର ମାନିଯାଅ ନାହିଁ। କିଏ ଜାଣିଛି, ଏହି ସମସ୍ୟା ଭିତରେ ଆପଣଙ୍କର ଏକ ବଡ଼ ଆରମ୍ଭ ଲୁଚି ରହିଥିବ। ଯାହାର ଜ୍ଞାନ ପୁସ୍ତକ ପାଖରେ ସୀମିତ ଅଟେ ଏବଂ ଯାହାର ଧନ ଅନ୍ୟର ଆୟତରେ ଥାଏ, ଆବଶ୍ୟକ ପଡ଼ିଲେ ସେହି ଲୋକ ନିଜର ଜ୍ଞାନର ପ୍ରୟୋଗ କରିପାରେ ନା ନିଜ ଧନର। ଯେଉଁ ଲୋକ ପରମାତ୍ମାଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛନ୍ତି, ତାଙ୍କୁ ନିଜର ବାଣୀ ଏବଂ ମନର ପବିତ୍ରତା ଆଉ ଏକ ଦୟାଳୁ ହୃଦୟର ଆବଶ୍ୟକତା ହୋଇଥାଏ। ଲୋକଙ୍କୁ ନିଜର ସ୍ୱପ୍ନ କେବେ ବି କୁହ ନାହିଁ, ଖାଲି ତାଙ୍କୁ ପୂରଣ କରିକି ଦେଖାଅ, କାହିଁକି ନା ଲୋକଙ୍କୁ ଶୁଣିବା କମ୍ ଏବଂ ଦେଖିବା ଅଧିକ ପସନ୍ଦ। ସଫଳ ଲୋକଙ୍କ ଚମକ ଖାଲି ଲୋକଙ୍କୁ ଦେଖାଯାଇଥାଏ, କିନ୍ତୁ ସିଏ କେତେ ଅନ୍ଧାର ଦେଖିଛନ୍ତି ତାହା କେହି ଦେଖନ୍ତି ନାହିଁ। ଯଦି ସ୍ୱପ୍ନ ସତ ହେଉନାହିଁ, ତେବେ ରାସ୍ତା ବଦଳାଇ ଦିଅ, କିନ୍ତୁ ନିଜର ଉଦ୍ଦେଶ୍ୟକୁ ନୁହେଁ, କାହିଁକି ନା ଗଛ ସବୁବେଳେ ପତ୍ରକୁ ବଦଳାଇଥାଏ, ମୂଳକୁ ନୁହେଁ। ଶୀତ ସକାଳର କୁହୁଡ଼ି ବି ଆମକୁ ଏକ ଭଲ ଶିକ୍ଷା ଦେଇଥାଏ। ଯଦି ଜୀବନରେ କୌଣସି ରାସ୍ତା ଦେଖାଯାଉ ନାହିଁ, ତେବେ ଅଧିକ ଦୂରକୁ ଦେଖିବା ଛାଡ଼ିକି ଯେତିକି ବାଟ ଦେଖାଯାଉଛି ସେତିକି ବାଟ ଯାଅ। ବାକି ରାସ୍ତା ସେଠାରେ ପହଞ୍ଚିଲା ପରେ ସ୍ଥିର କରିବ। ଭଗବାନ କୁହନ୍ତି, ପ୍ରତିଶୋଧ ନୁହେଁ, ବରଂ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କର। ବୁଦ୍ଧିମାନ ବ୍ୟକ୍ତି ସିଏ ନୁହେଁ
ଯିଏ ଇଟାର ଜବାବ ପଥରରେ ଦେଉଥିବ। ବରଂ ବୁଦ୍ଧିମାନ ବ୍ୟକ୍ତି ତ ସିଏ ହୋଇଥାଏ ଯିଏ ଫିଙ୍ଗା ଯାଇଥିବା ଇଟାରେ ନିଜ ପାଇଁ ଘର କରିନେବ। ଜୀବନରେ ଯେତେବେଳେ ଆପଣ ସଫଳତାର ପାହାଚ ଚଢ଼ିବେ ସେତେବେଳେ ପଛରେ ରହିଯାଉଥିବା ଲୋକମାନଙ୍କ ସହିତ ଭଲ ବ୍ୟବହାର ରଖିବେ। କାହିଁକିନା ତଳକୁ ଓହ୍ଲାଇବା ସମୟରେ ଏହି ଲୋକମାନେ ହିଁ ତୁମକୁ ରାସ୍ତାରେ ନଜର ଆସିବେ। ଏହି ସଂସାରରେ ସବୁ ଜିନିଷ ବଦଳି ଯାଇଥାଏ, ଖାଲି ଆପଣ ଟିକିଏ ଧୈର୍ଯ୍ୟ ରଖ। କାହାର ମନ ବଦଳିବ ତ କାହାର ଦିନ ବଦଳିବ। ଜୀବନରେ ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ନିଜକୁ ଶାନ୍ତ ସରୋବର ପରି ଗଢ଼ି ତୋଳ, ଯେଉଁଥିରେ ଯଦି କିଏ ଅଙ୍ଗାର ବି ପକାଏ ଯେମିତି ତାହା ଆପେ ଆପେ ଥଣ୍ଡା ହୋଇଯିବ। ଦେଖା କରିବା ବି ଜରୁରୀ ଯଦି ସମ୍ପର୍କକୁ ବଞ୍ଚାଇବାକୁ ଚାହୁଁଛ। ବାରମ୍ବାର ଭୁଲିଯିବା ଦ୍ୱାରା ଗଛ ବି ଶୁଖି ଯାଇଥାଏ, ଆଉ ସମ୍ପର୍କ ତ ଅଲଗା କଥା। ନିଜର ନଜର ସବୁବେଳେ ସେଇ ଜିନିଷ ଉପରେ ରଖ ଯାହା ତୁମେ ପାଇବାକୁ ଚାହୁଁଛ, ତା ଉପରେ ନୁହେଁ ଯାହା ତୁମେ ହରେଇ ଦେଇଛ। ମଣିଷର ଏହା ଅଭ୍ୟାସ କି ତାକୁ ଯଦି କୌଣସି ଜିନିଷ ନ ମିଳୁଛି ସେ ଧୈର୍ଯ୍ୟହରା ହୋଇପଡ଼ୁଛି, ଆଉ ମିଳିଲେ ସେ ତାର ସମ୍ମାନ କରିବା ଭୁଲି ଯାଉଛି। ଭାଗ୍ୟ କେବଳ ପରିଶ୍ରମ ଦ୍ୱାରା ବଦଳିଥାଏ, ଖାଲି ବସିକି ଚିନ୍ତା କରିବା ଦ୍ୱାରା ନୁହେଁ। ଜୀବନରେ କେବଳ ତା ସାମ୍ନାରେ ନଇଁଯାଅ ଯିଏ ତୁମକୁ କାହା ଆଗରେ ବି ନଇଁବାକୁ ଦେବ ନାହିଁ। ଯେଉଁଦିନ ତୁମକୁ ନିଜର ମୂଲ୍ୟ ଜଣାପଡ଼ିଯିବ ସେହି ଦିନଠାରୁ ତୁମକୁ କିଏ ନିନ୍ଦା କରୁ କିମ୍ବା ପ୍ରଶଂସା କରୁ ଏହା କିଛି ଫରକ ପକାଇବ ନାହିଁ। ଯଦି କାହାକୁ ଭଲ ପାଅ ନାହିଁ ତେବେ ତାକୁ ପ୍ରଥମରୁ ହିଁ ମନା କରିଦିଅ। ଜମା ବି ଟାଇମ୍ ପାସ୍ କର ନାହିଁ। ତୁମେ ସିନା ମଜା ନେବ କିନ୍ତୁ କେହି ଜଣେ ହସିବା ଭୁଲିଯିବ। ସମ୍ପର୍କର ମାଳା ଯଦି ଛିଡ଼ିଯାଏ ତେବେ ଦ୍ୱିତୀୟ ଥର ଗୁନ୍ଥିଲେ ମଧ୍ୟ ଛୋଟ ହୋଇଯାଏ, କାହିଁକିନା କିଛି ଭାବନାର ମୋତି ହଜି ଯାଇଥାଏ। ସମ୍ପର୍କ ଯାହା ବି ହୋଇଥାଉ କିନ୍ତୁ ତିଷ୍ଠି ରହିବା ପାଇଁ ଏହି ଦୁଇଟି ଜିନିଷ ଦରକାର, ଗୋଟିଏ ବିଶ୍ୱାସ ଏବଂ ଅନ୍ୟଟି ବୁଝାମଣା। ପ୍ରେମ ଏବଂ ସମ୍ମାନ ଏମିତି ଏକ ଉପହାର ଯଦି ସମସ୍ତଙ୍କୁ ଦେବାକୁ ଲାଗିଯିବ ତେବେ ପଶୁ ବି ତୁମର ନିଜର ହେବାକୁ ଲାଗିବେ। ସଂସାରରୁ ସମସ୍ତେ ଦିନେ ଚାଲିଯିବା, ପଛେ ସେ ମଣିଷ ହେଉ କିମ୍ବା ସକାଳର ଉଦୟ ହୋଇଥିବା ସୂର୍ଯ୍ୟ ବି ହେଉ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।